दर्शक बंधु ये आम आगे बसुँच श्री मनोरंजन जे कि बर्तमान पोस्टाल एग्जाम क्रैक कर आसतु सागर खोला कथा मनोरंजन प्रणाम। ଆପଣ ଏଇ କିଛି ଦିନ ତଳେ ପୋଷ୍ଟାଲ ଏକ୍ଜାମ କ୍ରାକ୍ କରିଛନ୍ତି, ଆପଣଙ୍କ ଭେରିଫିକେସନ୍ ମଧ୍ୟ ସରିଯାଇଛି। ଆପଣଙ୍କର ଭେରିଫିକେସନ୍ ମଧ୍ୟ ସରିଯାଇଛି। ଡକୁମେଣ୍ଟ ଭେରିଫିକେସନ୍ ମୋର ସରିଯାଇଛି। ଆଚ୍ଛା, ଆପଣଙ୍କ ବିଷୟରେ କିଛି କୁହନ୍ତୁ। ଆକ୍ଚୁଆଲି ମୋ ନାଁ ମନୋରଞ୍ଜନ, ମୁଁ ଦେଉଳି ରାମସର ଜଗତସିଂହପୁରର। ଜଗତସିଂହପୁରର ଆପଣ ଗଭର୍ଣ୍ଣମେଣ୍ଟ ଲାଇନ୍କୁ ଆସିଲା ପୂର୍ବରୁ ଆଗରୁ କ'ଣ କରୁଥିଲେ? ଆଗରୁ ମୋର ତ ବିଟେକ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିଛି ଏବଂ କରିସାରିଲା ପରେ ମୋର କଲେଜ କ୍ୟାମ୍ପସ୍ ବି ହୋଇଥିଲା ପୁନେରେ। ମୋର ପୁନେରେ ମୁଁ କିଛି ଦିନ ଜବ୍ କଲା ପରେ ଜବ୍ ମୋତେ ସାଟିସ୍ଫ୍ୟାକ୍ସନ୍ ଲାଗିନଥିଲା ଏବଂ ତାପରେ ପଳେଇ ଆସିଥିଲି। ସମସ୍ତଙ୍କର ଯେମିତି ସ୍ୱପ୍ନ ଥାଏ ଗଭର୍ଣ୍ଣମେଣ୍ଟ ଜବ୍ କରିବାର, ମୋର ବି କିଛି ସେମିତି ସ୍ୱପ୍ନ ଥିଲା ଗଭର୍ଣ୍ଣମେଣ୍ଟ ଜବ୍ କରିବାର ଏବଂ ସେଥିପାଇଁ ଆସିଲି ଏ ଲାଇନ୍କୁ, ଗଭର୍ଣ୍ଣମେଣ୍ଟ ଲାଇନ୍ ଚୁଜ୍ କଲି। ଆଉ ଆପଣ ପ୍ରଥମ ପରୀକ୍ଷା କ'ଣ ଦେଇଥିଲେ? ମୁଁ ତ 2015ରେ ଫାଷ୍ଟ କୋଅପରେଟିଭ୍ ଅଡ଼ିଟର ସୋସାଇଟି OSSCର ଦେଇଥିଲି ଏବଂ ସେ ପରୀକ୍ଷା ବି ମୋର ଏତେ ଖାସ୍ ହୋଇନଥିଲା। ତାପରେ ସେଇ ଦିନଠାରୁ ମୁଁ ଦେଇ ଆସିଛି। ଆପଣ ଯେଉଁ ପ୍ରାଇଭେଟ୍ କମ୍ପାନୀ ଛାଡ଼ିଲେ, ଆପଣ ଚାହିଁଥିଲେ ତ ଆଉ ଗୋଟେ ପ୍ରାଇଭେଟ୍ କମ୍ପାନୀ ଯାଇପାରିଥାନ୍ତେ, ଗଭର୍ଣ୍ଣମେଣ୍ଟ ଲାଇନ୍କୁ ଆସିବାର କାରଣ କ'ଣ? ଆକ୍ଚୁଆଲି ପ୍ରାଇଭେଟ୍ ଲାଇନ୍ରେ ଯେତେ ପଇସା ପାଇଲେ ବି ପ୍ରାଇଭେଟ୍ ଲାଇନ୍ରେ ଏତେ ସନ୍ତୁଷ୍ଟ ନଥାଏ। ଜବ୍ର ସିକ୍ୟୁରିଟି କିଛି ନାହିଁ ଯେ କି ଆଜି ଜବ୍ ଅଛି କି କାଲି ଥବ କି ନଥବ, ସେମିତି କିଛି ପ୍ରାଇଭେଟ୍ ଲାଇନ୍ର ସେମିତି କିଛି ନାହିଁ। କିନ୍ତୁ ଗଭର୍ଣ୍ଣମେଣ୍ଟ ଲାଇନ୍ରେ ଆମେ ଯେଉଁ ଜବ୍ କରିବା, ଗଭର୍ଣ୍ଣମେଣ୍ଟ ଲାଇନ୍ର ଫାଷ୍ଟ ତ ବେସିକାଲି 30 ବର୍ଷ ପୁରା କନଷ୍ଟାଣ୍ଟ ଜବ୍, ତାର ସାଲାରୀ ବି ଆମର ଅପ୍ ଟୁ ଡେଟ୍ ରହେ। ଆପଣମାନେ ଚାହିଁଲେ ବି କ୍ୱାର୍ଟର ଫାର୍ଟର ଆପଣଙ୍କୁ ମିଳିବ ଏବଂ ଘର ପାଇଁ ଲୋନ୍ ଫୋନ୍ ବି ମିଳିବ। ଗଭର୍ଣ୍ଣମେଣ୍ଟ ଅବିକା ବେସିକାଲି ଦେଖନ୍ତୁ, ଏଇ ଯେଉଁ ଏଇଟା ମାର୍କେଟରେ ଗଭର୍ଣ୍ଣମେଣ୍ଟ ଲାଇନ୍ରେ 10ଟା ପୋଷ୍ଟ ବାହାରିଲେ ତା ଦେହରେ 10 ଲକ୍ଷ ପିଲା ଆପ୍ଲାଏ କରୁଛନ୍ତି। ପ୍ରାଇଭେଟ୍ ଜବ୍ ଛାଡ଼ିକିରି ବି ଗଭର୍ଣ୍ଣମେଣ୍ଟ ଜବ୍ରେ ପିଲା ଆସିକିରି ରହୁଛନ୍ତି। ସେଥିପାଇଁ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଜବ୍ ଭଲ ଲାଗେ? ଆଜ୍ଞା। ଆଚ୍ଛା, ଗଭର୍ଣ୍ଣମେଣ୍ଟ ଲାଇନ୍କୁ ଆସିଲା ପରେ ଆପଣଙ୍କ ପାଖରେ ବହୁତ ଅପସନ୍ ଥିବ କୋଚିଂ ସେଣ୍ଟରର, ଭୁବନେଶ୍ୱର ହେଉ, କଟକ ହେଉ, ଜଗତସିଂହପୁର ହେଉ, କିନ୍ତୁ ଜଗତସିଂହପୁରର ପିରାମିଡ଼ ବ୍ରାଞ୍ଚ ଆପଣ କାହିଁକି ଚୁଜ୍ କଲେ? ତାର କାରଣଟା କ'ଣ ଆମକୁ ଜଣେଇବେ? ଦେଖନ୍ତୁ, ମୁଁ ବି ଆଗରୁ ଭୁବନେଶ୍ୱରରେ କୋଚିଂ ନେଇଥିଲି। ଭୁବନେଶ୍ୱର କୋଚିଂ ନେଲା ପରେ ସେଠାକାର ଯେଉଁ କମ୍ପିଟେଟିଭ୍ କୋଚିଂ ଥିଲା ସେ ଧାରାରେ ମୁଁ ଏତେ ମୋର ଖାପ ଖୁଆଇ ପାରିନଥିଲି, ଯାହାଫଳରେ କି ମୁଁ ମୋର ନିଜ ନେଟିଭ୍ ପ୍ଲେସ୍ ଜଗତସିଂହପୁରକୁ ଫେରିଲି ଏବଂ ଯେଉଁ ଜଗତସିଂହପୁର ଫେରିଲି, ମୋର ଗୋଟେ ଫ୍ରେଣ୍ଡ ଥିଲା, ସେ ଏଇ ଡିଷ୍ଟ୍ରିକ୍ଟ ଜୁନିୟର କ୍ଲର୍କରେ ଚାକିରି କରିଛି ଏବଂ ସେ ମୋତେ ସେ ପିରାମିଡ଼ରେ ବି ସେ ଆଗରୁ କିଛି ଜାଣିଥିଲା। ସେ ମୋତେ ପିରାମିଡ଼ ବିଷୟରେ କହିଲା ପରେ ମୁଁ ପିରାମିଡ଼ ଆସିଥିଲି ଏବଂ ପିରାମିଡ଼ ମୋତେ ମୁଁ ଭାବିଲି ବୋଧେ ଭଲ, ସେଥିପାଇଁ ଆସିଲି। ପର୍ଟିକୁଲାର ଡେଟ୍ ବି ମୋର ମନେ ଅଛି କେବେ ଆସିଲି, ନଭେମ୍ବର 26, 2017ରେ ମୁଁ ଆସିଥିଲି ପିରାମିଡ଼। ପ୍ରାଇଭେଟ୍ କମ୍ପାନୀ ଛାଡ଼ି ଗଭର୍ଣ୍ଣମେଣ୍ଟ ଲାଇନ୍କୁ ଆସିବା ନିଶ୍ଚିତ କଷ୍ଟକର ହେଇଥିବ। ଆପଣଙ୍କର ଆକ୍ଚୁଆଲି ଫାଷ୍ଟରେ ଗଭର୍ଣ୍ଣମେଣ୍ଟ ଲାଇନ୍ରେ ପଢ଼ିଲା ବେଳେ ପ୍ରୋବ୍ଲେମ୍ ଆକ୍ଚୁଆଲି କ'ଣ ଥିଲା, ଯେଉଁଟାକି ସାଧାରଣ ପିଲାମାନଙ୍କର ପ୍ରୋବ୍ଲେମ୍ଟା ହୁଏ ଏଇ ଗଭର୍ଣ୍ଣମେଣ୍ଟ ଲାଇନ୍ରେ ଷ୍ଟାର୍ଟିଂ କଲେ? ଆକ୍ଚୁଆଲି ପ୍ରୋବ୍ଲେମ୍ଟା କ'ଣ? ଆକ୍ଚୁଆଲି ପ୍ରୋବ୍ଲେମ୍ ତ ଘରେ ଯାଇକି ରହିଲେ ସବୁକିଛି ପ୍ରୋବ୍ଲେମ୍ ସମାଧାନ ହୁଏ ନାହିଁ। ଆମେ ବାହାର ପିଲାଙ୍କ ସାଙ୍ଗରେ ମିଶିବା, ତାପରେ ଇନଷ୍ଟିଚ୍ୟୁଟ୍ ବି ଯିବା ନିହାତି ଦରକାର। ଯାହା ବି ହେଲେ ଆମେ ଯେଉଁ ସିଲାବସ୍ ରହିଛି ଗଭର୍ଣ୍ଣମେଣ୍ଟ ଲାଇନ୍ରେ, ତ ଆଜିକାଲି ସେ ଆଗରୁ ଥିଲା ଯେ ସେମିତି ପିଲାମାନେ ପଢ଼ିକିରି ସେମିତି ଦେଇ ଦେଉଥିଲେ। ଏବେ ତ ଯାହା ବି ହେଲେ ପାର୍ଟ ୱାଇଜ୍ ଯେଉଁ ସିଲାବସ୍ ରହୁଛି ଆଜିକାଲି ବହୁତ ଡିଫିକଲ୍ଟ ରହୁଛି। ମ୍ୟାଥ୍ ଫ୍ୟାଥ୍ ବି ଆପଣ ଦେଖୁଥିବେ ରହୁଛି, ଇଂଲିଶ ବି ସେମିତି ଆଉ ଆଜିକାଲି ସେମିତି ଆସୁନାହିଁ। ଯାହା ବି ହେଲେ ନିହାତି କୋଚିଂ ସେଣ୍ଟରର ଆବଶ୍ୟକତା ଦରକାର, ଯାହାଫଳରେ କି ଗଭର୍ଣ୍ଣମେଣ୍ଟ ଜବ୍ ପାଇବ। ଆପଣ ଚାହିଁଥିଲେ ତ ଘରେ ପଢ଼ି ପାରିଥାନ୍ତେ, ଗୁଗୁଲ୍ ଅଛି, ନେଟ୍ ଅଛି, ଆଜିକାଲି ଡିଜିଟାଲ ଯୁଗ ହେଲାଣି। ଆପଣ ପିରାମିଡ଼ ଆସିବାର କାରଣ କ'ଣ? ପିରାମିଡ଼ ଆପଣଙ୍କୁ କେଉଁ ଭଳି ହେଲ୍ପ କଲା? ଟିଚର ମାନେ କେଉଁ ଭଳି ଆପଣଙ୍କୁ ସହଯୋଗ କଲେ କି ଷ୍ଟାଫ୍ ମାନେ କେଉଁ ଭଳି ସହଯୋଗ କଲେ? ପିରାମିଡ଼ ତ ମୋତେ ଯେ ବି ହେଲ୍ପ କରିଛି। ପିରାମିଡ଼ ତ ମୁଁ କହିଲେ ମୋ ଘର ଭଳିଆ ପିରାମିଡ଼, ମୁଁ ସବୁବେଳେ ଆସେ ଏବଂ ପିରାମିଡ଼ର ସାର୍ ମାନେ ବି ମୋତେ ବହୁତ ହେଲ୍ପ କରିଛନ୍ତି, ଯାହାଫଳରେ କି ମୁଁ ଆଜି ଯେଉଁ ଜବ୍ ପାଇଛି। ସେଥିପାଇଁ ଘରେ ରହିଥିଲେ ସେଇଟା ବୋଧହୁଏ ମୁଁ ଭାବୁଛି ହେଇପାରିନଥାନ୍ତା ଏବଂ ସବୁ ଫ୍ରି ଷ୍ଟଡି ମ୍ୟାଟେରିଆଲ୍ ହେଉ କି ଆମର ଯେଉଁ ପିରାମିଡ଼ର ଯେଉଁ ଆମର ସବୁ କମ୍ପ୍ୟୁଟର ଉପରେ ସବୁ ଯେଉଁ ଅନଲାଇନ୍ ଟେଷ୍ଟ ମୁଁ ବି ବହୁତ ଦେଇଛି ଏବଂ ପେପର ବି ପିରାମିଡ଼ କ୍ଲାସ୍ରେ ମାଗାଜିନ୍ ପେପର ଆସି ବସିକି ପଢ଼ାପଢ଼ି କରେ। ଘରେ ବୋଧହୁଏ ସେତିକି ମୁଁ ପାଇପାରିନଥାନ୍ତି। ଆପଣ ଭାବୁଛନ୍ତି କେଉଁଟା ଗୁରୁତ୍ୱପୂର୍ଣ୍ଣ? ପିରାମିଡ଼ର ଟିଚର ମାନେ ଆପଣଙ୍କୁ ଯେଉଁ ହେଲ୍ପ କରୁଛନ୍ତି ସେଇଟା ଗୁରୁତ୍ୱପୂର୍ଣ୍ଣ କି ପିରାମିଡ଼ର ଯେଉଁ ପିଲାମାନଙ୍କର ପାଠକୁ ନେଇ ଯେଉଁ ପରିବେଶ, କେଉଁଟା ଗୁରୁତ୍ୱପୂର୍ଣ୍ଣ? କେଉଁଟା ଆପଣଙ୍କୁ ଅଧିକ ସହାୟକ ହେଲା ପୋଷ୍ଟାଲ କ୍ରାକ୍ କରିବାରେ? ଏଠି ତ କାହାକୁ ବି ମାନେ ବାଦ ଦେଲେ ଚଳିବ ନାହିଁ, ସମସ୍ତେ ଏଠି ମୋ ପାଇଁ ଅତୁଳନୀୟ ରହିବ। ଫାଷ୍ଟ ପିରାମିଡ଼ ଯେହେତୁ ଆମର ଇନଷ୍ଟିଚ୍ୟୁଟ୍ ମୁଁ ପଢ଼ିଛି, ପିରାମିଡ଼ ତ କେବେ କରିପାରିବି ନାହିଁ, ପିରାମିଡ଼ ରହିବେ। ପ୍ଲସ୍ ମୋର ଫ୍ରେଣ୍ଡ ମାନେ ବି ଯେଉଁ ମୋତେ ରହିବେ, ସେମାନଙ୍କର ବି ହେଲ୍ପଫୁଲ୍ ମୋର ସାରା ଜୀବନ ମନେ ରହିବ। ଆପଣ ଯେଉଁ ଆକ୍ଚୁଆଲି ଷ୍ଟ୍ରଗଲ୍ କରିଛନ୍ତି, ସେ ଷ୍ଟ୍ରଗଲ୍ ଟାଇମ୍ରେ ପିରାମିଡ଼ ଆମକୁ କେମିତି ହେଲ୍ପ କରିଛି? ଆକ୍ଚୁଆଲି ଆପଣ ଷ୍ଟ୍ରଗଲ୍ଟା କେମିତି ଥିଲା? ଆକ୍ଚୁଆଲି ପିରାମିଡ଼ର ତାର ଭୂମିକାଟା କ'ଣ ରହିଲା?
ଷ୍ଟ୍ରଗଲ୍ ତ ଲାଷ୍ଟ 4 ଇୟର ମୁଁ ଷ୍ଟ୍ରଗଲ୍ କରିଛି ଷ୍ଟ୍ରଗଲିଂ ଲାଇନ୍ରେ। ବଟ୍ ଯେତେବେଳେ 4 ଇୟର ରହିଲା ପରେ ମୋତେ ଘରେ ବି ବହୁତ ଇଏ କରିଛନ୍ତି ବି, ସପୋର୍ଟ ବି ଦେଇଛନ୍ତି କମ୍ପାନୀ ଲାଇନ୍କି ଯିବାକୁ। କିନ୍ତୁ ମୁଁ ଲାଷ୍ଟକୁ କମ୍ପାନୀ ଯାଇନଥିଲି ଏବଂ ମୋର ଟାର୍ଗେଟ୍ ମୁଁ ନେଇଥିଲି ଯେ କି ସେ ଗଭର୍ଣ୍ଣମେଣ୍ଟ ଜବ୍ କରିବି। ଆଟଲିଷ୍ଟ 2018 ନଭେମ୍ବର 8ରେ ମୋର ଫାଇନାଲି ମୁଁ ଗଭର୍ଣ୍ଣମେଣ୍ଟ ଜବ୍ରେ ସିଲେକ୍ସନ୍ ହେଲି, ପୋଷ୍ଟାଲରେ 100ରୁ 87 ମାର୍କ ରଖି। ଆଚ୍ଛା ମନୋରଞ୍ଜନ ବାବୁ, ଏଇ 4 ବର୍ଷର ଷ୍ଟ୍ରଗଲିଂ ଲାଇନ୍ ଭିତରେ ଆପଣଙ୍କର ଗୋଟେ ବେଷ୍ଟ ମୁମେଣ୍ଟ କୁହନ୍ତୁ। ବେଷ୍ଟ ମୁମେଣ୍ଟ ତ ଅଛି, ସେଇଟା ବେଷ୍ଟ ମୁମେଣ୍ଟ ତ କହିବି ତ କେତେ ବାହାରିବ, ପ୍ଲସ୍ ଆଉ କହିବି କ'ଣ ବେଷ୍ଟ। ତଥାପି ଷ୍ଟ୍ରଗଲିଂ ଲାଇଫରେ ଆପଣ ଯେକୌଣସି ଗୋଟେ ବେଷ୍ଟ ମୁମେଣ୍ଟ ସେୟାର କରନ୍ତୁ ଯୋଉଟାକି ପିଲାମାନଙ୍କୁ ଗୋଟେ ମୋଟିଭେସନ ଦେଇପାରିବ। ଷ୍ଟ୍ରଗଲିଂ ଲାଇଫରେ ତ ମୁଁ ଯେତେବେଳେ 2 ବର୍ଷ ମୋର କମ୍ପିଟେଟିଭ୍ ଚାଲିଥିଲା, ସେତେବେଳେ ଆମ ଘରେ ମୋର କମ୍ପାନୀରେ ବୁଝିଥିଲେ ଏବଂ କମ୍ପାନୀ ଜବ୍ ସ୍ପେଶିଆଲି ମୁଁ ଯେହେତୁ ଛାଡ଼ିକି ଆସିଛି, ପୁଣି କମ୍ପାନୀ ଲାଇନ୍କୁ ଯିବାକୁ ଚାହୁଁନଥିଲି, ଯିଏକି ଘରେ ପ୍ରେସର କରୁଥିଲେ। ସେଇ ଟାଇମ୍ରେ ମୁଁ ମୋର ମୁଁ ମୋର ମଧ୍ୟ ଘରେ ମୋର କିଛି ଟିକେ ଡିଷ୍ଟର୍ବାନ୍ସ ହୋଇଥିଲା, ଯାହାଫଳରେ କି ଘରେ ମୋତେ ସପୋର୍ଟ ଦେଇଥିଲେ, ତଥାପି ଏତେ ସପୋର୍ଟ ନଥିଲା। ତାପରେ କି ମୁଁ ତାପରେ କନଫିଡେଣ୍ଟ ମୁଁ ବି ଦେଇଥିଲି, ମୁଁ କହିଲି ମୁଁ ନାହିଁ ଦିନେ ନା ଦିନେ ମୁଁ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ କରି ଦେଖେଇବି। ତାପରେ ଘରେ ବି ସେମିତି କିଛି ଡିସମିସ୍ରେ ରହିଥିଲା। ତାପରେ ଆଟଲିଷ୍ଟ ମୁଁ ଯେତେବେଳେ ପାଇଲି, ତାପରେ ଏବେ ମୁଁ ମୋର ଭଲ ଅଛି। ପୋଷ୍ଟାଲ କ୍ରାକ୍ କରିବାକୁ ଆପଣଙ୍କୁ କୋଉଟା ସୁବିଧା କରେଇଲା? ଆପଣଙ୍କ ମନ ଭିତରେ ଥିବା ବିଶ୍ୱାସ ନା ପରିଶ୍ରମ? ଆକ୍ଚୁଆଲି କହିବାକୁ ଗଲେ ତ ମୁଁ ବି ପରିଶ୍ରମ ବି ବହୁତ କରିଛି ଏବଂ କନଫିଡେଣ୍ଟ ଲେଭେଲ ବି ମୋର ପୋଷ୍ଟାଲ ଉପରେ ବଢ଼ି ଯାଇଥିଲା ବହୁତ, ଯିଏକି ପୋଷ୍ଟାଲ ଜବ୍ ଲଗାତାର ମୁଁ 3 ବର୍ଷ ଦେଇ ଆସୁଥିଲି। ମୋର କନଫିଡେଣ୍ଟ ଲେଭେଲ ଏଥରକ ବଢ଼ି ଯାଇଥିଲା, ଯାହାଫଳରେ କି ମୁଁ ଆନ୍ସର କି ଦେଖି ସାରିଲା ପରେ ଆଉ ମୋର ଆଉ ଟିକେ ବି କନଫିଡେଣ୍ଟ ଲେଭେଲ ବଢ଼ି ଯାଇଥିଲା, ଯାହାଫଳରେ ପୋଷ୍ଟାଲ ମୁଁ ପାଇଛି। ପିରାମିଡ କ୍ଲାसेସର ଗ୍ରୁପରେ ବି ମୋଟିଭେସନ ମୁଭମେଣ୍ଟ ଚାଲେ, ସେଥିରୁ ଆପଣଙ୍କୁ କ'ଣ ହେଲ୍ପ ମିଳିଛି? ପିରାମିଡ କ୍ଲାସେସର ଗ୍ରୁପରେ ବି ତ ବହୁତ ପିଲା ଥାଆନ୍ତି, ବିଭିନ୍ନ ଭେରାଇଟିର ପିଲା ଥାଆନ୍ତି, ବିଭିନ୍ନ ବର୍ଗରୁ ଆସିଥାନ୍ତି, ଯିଏକି ସେମାନେ ସବୁ କୋଶ୍ଚିନ୍ ଆନ୍ସର ବି ଗ୍ରୁପରେ କରନ୍ତି। ସାର୍ ମାନେ ବି କୋଶ୍ଚିନ୍ ଆନ୍ସର କରନ୍ତି, ସେ କୋଶ୍ଚିନ୍ ଆନ୍ସର ବି ବେଳେବେଳେ କ୍ଲାସରେ ଡିସ୍କସନ୍ ହୁଏ, ଯାହାଫଳରେ କି ସେ କୋଶ୍ଚିନ୍ ଗୁରା ମେମୋରାଇଜ୍ ରହେ। ଆଉ ଆପଣ ପିଲାମାନଙ୍କୁ କ'ଣ ମେସେଜ ଦେବାକୁ ଚାହିଁବେ ଯାହାଫଳରେ କି ପିଲାମାନେ ଆଗକୁ ବଢ଼ିପାରିବେ କିମ୍ବା ଏ ଲାଇନ୍ରେ ନିଶ୍ଚିନ୍ତ ସକ୍ସେସ୍ ହେଇପାରିବେ? ପିଲାମାନଙ୍କୁ ମୋର ଏତିକି ମେସେଜ ଦେବାକୁ ଚାହୁଁଛି ଯେ କି ପିଲାମାନେ ଲାଇନ୍ ଛାଡ଼ିକିରି ଯିବାକୁ ମୋର ଅନୁରୋଧ। କାହିଁକିନା ଯିଏକି କମ୍ପିଟେଟିଭ୍ ଆସିଛି, ଦିନେ ନା ଦିନେ ତାର ସଫଳ ହେଇଛି। ଟିକେ ଟାଇମ୍ ଲାଗିବ ଏବଂ ଲାଗିକି ରହିବାକୁ ପଡ଼ିବ। ଆମର ଯେଉଁ ବେସିକାଲି ସିଲାବସ୍ ରହିଛି, ମ୍ୟାଥ୍, ଇଂଲିଶ, ରିଜନିଂ ଆଉ ଜିକେ ପାର୍ଟଟି ହେଉଛି ସବୁଠାରୁ କମ୍ପିଟେଟିଭ୍ ଲାଇନ୍ରେ ଭାଷ୍ଟ ସିଲାବସ୍ ଏବଂ ମ୍ୟାଥ୍ ଆପଣମାନେ ଯେତେ ପ୍ରାକ୍ଟିସ୍ କରିବେ ସେତେ ଭଲ। ରିଜନିଂ ତ ଆପଣ ବେସିକାଲି ସମସ୍ତଙ୍କର ସେଇଟା ଭଲ ହୁଏ। ଇଂଲିଶରେ ବେସିକାଲି ମୋର ଟିକେ ପୁଅର, ପିଲାମାନେ ତ ଯିଏ ଇଂଲିଶରେ ଥିବେ ସିଏ ଭଲ ଥିବେ। କିଛି ନାହିଁ, ପିରାମିଡ କ୍ଲାସେସର ଇଂଲିଶରେ ବି ଭଲ ସାର୍ ମାନେ ଅଛନ୍ତି, ମ୍ୟାଡ଼ାମ୍ ମାନେ ବି ଅଛନ୍ତି, ଇଂଲିଶର ସହାୟତା ନେଇପାରିବେ। ଆଉ ଏତିକି ଯେଉଁ ମୁଁ କହିବି, ଆଉ ପିଲାମାନେ ଲାଇନ୍ରେ କଣ୍ଟିନ୍ୟୁଅସଲି ପ୍ରାକ୍ଟିସ୍ କରନ୍ତୁ ଏବଂ ପଢ଼ି ଚାଲନ୍ତୁ, ଆପଣମାନେ ନିଶ୍ଚୟ ସଫଳତା ପାଇବେ। ଏ ଲାଇନ୍ରେ କେବେ କେହି ନିରାଶ ହେଇନାହାନ୍ତି, ଏତିକି କହିବି। ଆଚ୍ଛା, ଆମର କଥାରେ ଅଛି ସାଧାରଣତଃ ଓଡ଼ିଆରେ ପ୍ରତି ପୁରୁଷର ସଫଳତା ପଛରେ ଗୋଟେ ନାରୀର ହାତ ଥାଏ। ଏଠି ଆପଣଙ୍କ କ୍ଷେତ୍ରରେ ଆକ୍ଚୁଆଲି କାହାର ହାତ ଅଛି? ମୋର ନାରୀର କେହି ହାତ ନାହାନ୍ତି, କି ଆଗକୁ ବି ନଥିବେ, କେହି ବି ରହିବେନି। ତଥାପି କାହାର ହାତ ଅଛି? ନାରୀର ହାତ ଏଠି କେହି ନାହିଁ। ବେସିକାଲି ଆପଣ ତ ଯେଉଁଟା କହିଲେ, ପ୍ରତି ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ। ବେସିକାଲି ସେ ଯେଉଁ ଆପଣ ଯେଉଁ ୱାର୍ଡ଼ଟା କହିଲେ, ସେ ନାରୀ ଆଉ କେହି ନୁହନ୍ତି, ସେ ମୋ ମା ମୋ ପାଇଁ ବହୁତ କଷ୍ଟ କରିଥିଲେ ଏବଂ ମୋତେ ଏଇ ଯେଉଁ ଲାଇନ୍ରେ ଆସିବାର ବି ବହୁତ ପ୍ରେରଣା ଦେଇଥିଲେ। ବୋଧେ ସେ ଆଇଡିଓଲୋଜି ସେ ହେଉଛନ୍ତି ମୋ ମା। ଆଉ ଥ୍ୟାଙ୍କ ୟୁ ଫର୍ ପିରାମିଡ କ୍ଲାसेସ୍। ଏଗେନ୍ ଥ୍ୟାଙ୍କ ୟୁ ପିରାମିଡ କ୍ଲାसेସ୍। ଧନ୍ୟବାଦ ମନୋରଞ୍ଜନ ବାବୁ। ମୁଁ ମଧ୍ୟ ପିରାମିଡ କ୍ଲାସେସକୁ ଧନ୍ୟବାଦ ଦେଉଛି, ଯାହା ପାଇଁ ଆଜି ଆମ ଆଗରେ ବସିଥିବା ବ୍ୟକ୍ତି ସଫଳତା ପାଇଛନ୍ତି। ତେଣୁ ପିରାମିଡ କ୍ଲାସେସକୁ ଧନ୍ୟବାଦ। ଏହି ସମ୍ବେଦନଶୀଳତା ପ୍ରତି ଟିଚର ମାନଙ୍କର ପିଲାମାନଙ୍କ ପ୍ରତି ଥାଉ। ପିଲାମାନେ ଏମିତି ଆଗେଇ ଚାଲନ୍ତୁ। ପିରାମିଡ କ୍ଲାସେସ୍ ମଧ୍ୟ ଏମିତି ଅନେକ ଆସ୍ପିରାଣ୍ଟ ବାହାରନ୍ତୁ ଯିଏକି ଏକ୍ଜାମ୍ କ୍ରାକ୍ କରିବେ। ତେଣୁ କଥାରେ ଅଛି, ଭାବରେ ଦେୟାର ଇଜ୍ ଏ ୱିଲ୍, ଦେୟାର ଇଜ୍ ଏ ୱେ। ଯେଉଁଠି ଇଚ୍ଛା ଥାଏ ସେଠି ସବୁ ଉପାୟ ଆସେ। ଆମ ଆଗରେ ଉଦାହରଣ ହେଉଛନ୍ତି ମନୋରଞ୍ଜନ, ସେଥିପାଇଁ ସେ ଏକ୍ଜାମ୍ କ୍ରାକ୍ କରିପାରିଛନ୍ତି। ତେଣୁ ପିରାମିଡ କ୍ଲାସେସକୁ ଆଉ ଥରେ ଧନ୍ୟବାଦ।